যে রাজতন্ত্র ଥିଲା ঠিক ଥିଲା চୋରି କରୁଥିଲେ ତାଙ୍କ ହାତ କଟା ହଉଥିଲା ଧର୍ଷଣ କରୁଥିଲେ ତାଙ୍କ ବାଣ୍ଡ କଟା ହଉଥିଲା ଏଇ ସବୁ ନିୟମ ଯଦି ପ୍ରଯୁଜ୍ୟ ହୁଅନ୍ତା ତାହେଲେ ଲୋକ ଟିକେ ଡରନ୍ତେ। ଏଭଳିଆ ଯୋଉ କାଣ୍ଡ ହଉଛି ଭାଷା କହିଥିଲେ ଢୋ କଣ ଭୁଲ କହିଲେ? ଫାୟାରିଂ ବି କାମ ନୁହେଁ ପୁରା ସେଟାକୁ ମୂଳଟାକୁ ବଞ୍ଚିଥିବ କିଛି କରିପାରିବନି। ଏଥିପାଇଁ ଜାତି ଯାଇ ହୁଅନ୍ତେ ଝିଅର ବାପା ମା ମାନେ କାରଣ ସିଏ ଯୋଉ ଡ୍ରେସ୍ ଦଉଛନ୍ତି ପିନ୍ଧିବାକୁ ତାଙ୍କ ଆଗରେ ସେ ଯୋଉ ଡ୍ରେସ୍ ପିନ୍ଧୁଛନ୍ତି ଏଇଟା ବୁଢ଼ା ଲୋକର ବି ଉତ୍ତେଜନା ସୃଷ୍ଟି ହବ। ଆପଣଙ୍କୁ ବି ଉତ୍ତେଜନା ହେଇଯାଏ? ନାଇଁ ଶୁଣନ୍ତୁ ସିଏ ଯୋଉ ଚିରାଫଟା ପିନ୍ଧୁଛନ୍ତି ଏଇଟା ପିନ୍ଧିବା କଥା ନୁହେଁ। ଏଥିରେ ବୟସ୍କ ଲୋକ ବି ଉତ୍ତେଜନା ହଉଛନ୍ତି କିଏ କଣ କରିବ ସେଥିପାଇଁ ଏଇଟା କିନ୍ତୁ ପିନ୍ଧିବା ଏତେ ସବୁ ନଙ୍ଗଳା ଡ୍ରେସ୍ ପିନ୍ଧିବା ଉଚିତ ନୁହେଁ। ଯୋଉମାନେ ଲଙ୍ଗା ଡ୍ରେସ୍ ପିନ୍ଧୁନାହାନ୍ତି ତଥାପି ଶୁଣନ୍ତୁ ସେଟାକୁ ବନ୍ଦ କରିବ କିଏ କେହି ବନ୍ଦ କରିବେ ଫାଶୀ ଦେଇଦେଲେ ଯଦି ଦୁବାଇ ଭଳିଆ ନା ଫାଶୀ ଦେଇଦେବେ ଯେ ରାଜତନ୍ତ୍ର ଥିଲା ଠିକ ଥିଲା ଚୋରି କରୁଥିଲେ ତାଙ୍କ ହାତ କଟା ହଉଥିଲା ଧର୍ଷଣ କରୁଥିଲେ ତାଙ୍କ ବାଣ୍ଡ କଟା ହଉଥିଲା ଏଇ ସବୁ ନିୟମ ଯଦି ପ୍ରଯୁଜ୍ୟ ହୁଅନ୍ତା ତାହେଲେ ଲୋକ ଟିକେ ଡରନ୍ତେ।